ଆମର ଯୋଉଟା ପର ଡେ ରେ ସେଲ୍ ହବା କଥା ଏଇଟା ଗୋଟେ ଶିଫ୍ଟ ରେ ସେଲ୍ ହେଇଛି। ଆଚ୍ଛା ହଁ ସେଲ୍ ଟିକେ ମାନେ 8 ଘଣ୍ଟାରେ 8 ଘଣ୍ଟାରେ ସେଲ୍ ହେଇଛି ଏଟା। ପୁଣି ଲୋକେ କେମିତି ପୁଣି କେତେବେଳକୁ ପାଇବେ ନାଇଁ ତେଲ ଆଜି ଗାଡ଼ି ଆସୁଛି, ଆଜି ଗାଡ଼ି ଲାଗିଲା ପରେ ଗାଡ଼ି ଚେକ୍ ଚାକ୍ ଅନଲୋଡ୍ ହେଇକିରି କାଲି ସକାଳୁ ତେଲ ମିଳିଯିବ। ଆପଣଙ୍କୁ କ'ଣ ତେଲ ପାଇବାରେ କିଛି ଅସୁବିଧା ଅଛି କି? ନାଇଁ, ଡିପୋରୁ ଏପର୍ଯ୍ୟନ୍ତ ତେଲ ଆସିପାରୁଛି? ହଁ ତେଲ ଆସିପାରୁଛି, ଡିପୋରୁ ସେ ପର୍ଯ୍ୟନ୍ତ ତେଲ ଆସିପାରୁଛି, କିଛି ପ୍ରୋବ୍ଲେମ୍ ନାହିଁ। ଏଟା ଷ୍ଟକ୍ ଶେଷ। ଷ୍ଟକ୍ ଶେଷ। ଏହାର ବଡ଼ କାରଣ କ'ଣ ହେଇପାରେ ବୋଲି ଭାବୁଛୁ? ଏଇଟା 2 ଦିନ ହେବ ସେଲ୍ଟା ବଢ଼ିଛି। ଏଇଟା କ'ଣ ବଡ଼ କାମ ଲୋକମାନଙ୍କ ମନରେ କ'ଣ ଅଛି ଏଇଟା ମୁଁ କହିପାରିବିନି, କିନ୍ତୁ 2 ଦିନ ହେବ ସେଲ୍ଟା ଟିକେ ଗ୍ରୋଥ୍ ହେଇଛି, ଅଧିକା ହେଇଛି ଏଇଟା। ଦେଖନ୍ତୁ 2 ଦିନ ହେବ ସେଲ୍ ଯେଉଁ ଗ୍ରୋଥ୍ ହେଇଛି ବୋଲି ଯାହା ପ୍ରତିକ୍ରିୟା ରଖୁଥିଲେ ଯେ ଯେତିକି କ୍ୱାଣ୍ଟିଟିର ତେଲ ପ୍ରତ୍ୟେକ ଦିନ ବିକ୍ରି ହୁଏ ସେଟା ଗୋଟେ ସିଫ୍ଟରେ ଅର୍ଥାତ୍ 8 ଘଣ୍ଟା ଭିତରେ ହିଁ ଶେଷ ହୋଇଯାଉଛି। ମୋଟାମୋଟି ଯଦି ଆମେ କହିବା ଯେଉଁଟା 24 ଘଣ୍ଟାରେ ଶେଷ ହୁଏ ଯାହା ସେ ପ୍ରତିକ୍ରିୟା ଦେଉଥିଲେ ସେ ଗୋଟେ ସିଫ୍ଟରେ ଶେଷ ହେଉଛି। ଅର୍ଥାତ୍ ଲୋକେ କେଉଁଠି ନା କେଉଁଠି ପାନିକ୍ ହେଉଛନ୍ତି ଏବଂ ଅଧିକ ଷ୍ଟକ୍ ରଖିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି। ତେବେ କେଉଁଠି ନା କେଉଁଠି ନିହାତି ଭାବରେ ଆମେ ଦେଖୁଛେ ସକାଳୁ ଭିଡ଼ ରହିଛି। ଆମେ ପ୍ରତିକ୍ରିୟା ମଧ୍ୟ ଟିକେ ନେବା। ଭାଇ କେଉଁଠୁ ଆସିଥିଲେ ଏବଂ ତେଲ ଯେହେତୁ ନାହିଁ କେମିତି ଭାବରେ ଦେଖୁଛନ୍ତି? ଆମ ଘର ପୁରୀ। ତେଲ ନେବାକୁ ମୁଁ ଆସିଥିଲି, ଦେଖିଥିଲି ସକାଳେ ବହୁତ ଭିଡ଼ ଥିଲା। ଏବେ କ'ଣ ଦେଖିଲା ବେଳକୁ ଖାଲି ଅଛି, ଦୌଡ଼ା ବନ୍ଧା ହେଇଛି। ମୁଁ ଭାବିଲି ବୋଧେ ତେଲ ଅଛି ବୋଲି, ଦେଖିଲା ତେଲ ବର୍ତ୍ତମାନ ନାହିଁ। ମାର୍କେଟ କୌଣସି ଟାଙ୍କିରେ ବି ପୁରୀରେ ତେଲ ନାହିଁ। ଷ୍ଟକ୍ ତ ଅଛି, ଗଭର୍ଣ୍ଣମେଣ୍ଟ ତ କହିଛି ଷ୍ଟକ୍ ସଫିସିଏଣ୍ଟ ଅଛି, ପ୍ରତିଟି ଗାଡ଼ି 100 ଟଙ୍କା ଲେଖେ ତେଲ ବି ପକାଇ ପାରିବ। ଏ କ'ଣ ସିଷ୍ଟମ୍ ମୁଁ କିଛି ବି ବୁଝିପାରୁନି। ତେଲ ବର୍ତ୍ତମାନ ଏ ତ